ଆଜ୍ଞା ନମସ୍କାର। ମୁଁ ବଶିଷ୍ଠ କୁମାର ଓଡ଼ିଶା ଭୁବନେଶ୍ୱରରୁ କହୁଛି। ଆପଣମାନେ ସାଧାରଣତଃ ଗୋଟେ କଥା ଚିନ୍ତା କରନ୍ତୁ, ବିଜେପି ସରକାର ଆସି ଆପଣଙ୍କର ଲାଭ ହେଉଛି କି କ୍ଷତି ହେଉଛି? ଆପଣ ଗରିବ ଲୋକମାନଙ୍କ ତାଙ୍କର ଯେଉଁ ଦୁଃଖ ଆପଣ ଜାଣିପାରୁଥିବେ। ବାକି ଯେଉଁ ମଝି ଶ୍ରେଣୀର ଲୋକ ରହିଲେ ସେମାନେ ବି ଅନୁଭବ କରିଥିବେ, ଏବଂ ଧନୀ ଶ୍ରେଣୀର ଲୋକମାନେ ସିଏ ବି ଅନୁଭବ କରିଥିବେ ପ୍ରକୃତ ସରକାର କାହାକୁ କରାଯିବ। ମୁଁ ଭାବୁଛି ନା 25 ବର୍ଷ ଭିତରେ ନବୀନ ସରକାର ଆପଣଙ୍କର କ'ଣ ଦୁଃଖ ବୁଝିଛି ନା ଆପଣ ଆକୁ ଡେଭଲପ୍ କରିଛନ୍ତି ନା କ'ଣ ହେଇଛି? ଆପଣ ଯଦି ଆପଣ ଯେମିତି ଥିଲେ ସେଭଳି, କିନ୍ତୁ କଂଗ୍ରେସ ସରକାର ଯେତେବେଳେ ଥିଲା 25 ବର୍ଷ ଶାସନ କରିଥିଲା, ସେତେବେଳେ ଆପଣ ତାଙ୍କ ଜିନିଷ ରେଟ୍ ଦର ଆପଣ ଜାଣିପାରୁଥିବେ। ଏବଂ ଆଜିର ଆଜିର ମାର୍କେଟ ଆପଣମାନଙ୍କ ସାମ୍ନାରେ ଗ୍ୟାସ୍ ରେଟ୍ ସାଧାରଣତଃ 1,000 ମୂଲ୍ୟର ଆପଣ କିଣୁଛନ୍ତି। ତେଣୁକରି ମୁଁ ଏଇଟା ଯେଉଁ ମୋର ଅନୁଭୂତି, ବଶିଷ୍ଠ କୁମାର ଓଡ଼ିଶା ଭୁବନେଶ୍ୱରରୁ ମୁଁ କହୁଛି, ଆଗାମୀ ସରକାର ସିରିଫ୍ କଂଗ୍ରେସ ସରକାର ରାହୁଲ ଗାନ୍ଧୀକୁ ମୁଁ ତାଙ୍କୁ ଆମନ୍ତ୍ରିତ କରି ଓଡ଼ିଶାରେ କଂଗ୍ରେସ ସରକାର ଗଠନ କରିବାକୁ ମୁଁ ପ୍ରତିଶ୍ରୁତି ଏବଂ ପ୍ରତିଜ୍ଞାବଦ୍ଧ। ମୁଁ ବଶିଷ୍ଠ କୁମାର ଆଜି ଭୁବନେଶ୍ୱର ଓଡ଼ିଶାରୁ ମୁଁ ଆଜି ଆପଣଙ୍କୁ ସଚେତନ କରୁଛି। ଆଗାମୀ ସରକାର କଂଗ୍ରେସ ସରକାର ଜିନ୍ଦାବାଦ, କଂଗ୍ରେସ ଆପଣଙ୍କୁ ମୁଁ ସୁର ରାଉତ ତାଙ୍କ କମିଟମେଣ୍ଟରେ ମୁଁ କହୁଛି, ଆଗାମୀ ସରକାର କଂଗ୍ରେସ ସରକାର ରାହୁଲ ଗାନ୍ଧୀ 100%। ନମସ୍କାର।